ପ୍ରିୟ ଆତ୍ମନ୍, ସପ୍ରେମ ଜୟଜୀବ। ଆଜି ତପ ବିଷୟରେ କିଛି ଆଲୋଚନା କରିବା। ତପ ଶବ୍ଦ ତପ ସନ୍ତାପେ ଧାତୁରୁ ସୃଷ୍ଟି। ଯେଉଁ କ୍ରିୟାରେ ଶରୀରକୁ ଗରମ ଓ ତେଜଯୁକ୍ତ କରି ନିଜ ଅଙ୍ଗକୁ ସୁନ୍ଦର ଓ ବଳବାନ କରାଯାଏ ତାହାକୁ ତପ କୁହାଯାଏ। ତପ ଦୁଇ ପ୍ରକାର, ଶରୀରକୁ ଗରମ କରିବା ଏବଂ ଶରୀର ଉପରେ ଶାସନ କରିବା। ତପ କିପରି କରାଯିବ? ନିତ୍ୟ ଓ ନିୟମିତ ଚକ୍ରଭେଦନ ରୂପକ ଯୋଗ ବ୍ୟାୟାମ କରି ଶରୀରକୁ ଉପଯୁକ୍ତ ଗରମ କରିବା ସହିତ ନିଜ ଅଧିକାରରେ ରଖିବା। ତପ କଲେ ଲାଭ କ'ଣ? ତପ ଦ୍ୱାରା କାୟେନ୍ଦ୍ରିୟ ସିଦ୍ଧି ଅଶୁଦ୍ଧି କ୍ଷୟାତ୍। ତପ ସାଧନରେ ଅଶୁଦ୍ଧି ନାଶ ହୋଇ ଶରୀର ଓ ଇନ୍ଦ୍ରିୟ ଶୁଦ୍ଧି ହୋଇଯାଏ। ସପ୍ରେମ ଜୟଜୀବ।